हेलो फ्रेंड्स, वेलकम टू ओडिया डिपार्टमेंट। चलନ୍ତୁ ଆଜି ଆମେ ଓଡ଼ିଆ ବ୍ୟାକରଣରେ ଥିବା ବିଭକ୍ତି, କୃଦନ୍ତ, ତଥିତ ବିଷୟକୁ ଆଲୋଚନା କରିବା। ବାକ୍ୟ ମଧ୍ୟରେ ପଦଗୁଡ଼ିକ ବିଭକ୍ତ କରି ଭିନ୍ନ ଭିନ୍ନ ଅର୍ଥ ପ୍ରଦାନରେ ସହାୟକ ବର୍ଣ୍ଣ ବା ବର୍ଣ୍ଣ ସମୂହକୁ ବିଭକ୍ତି କୁହାଯାଏ। ଟି, ଟାଏ, ମାନେ, ଗୁଡ଼ିଏ, ଗୁଡ଼ାକ, ମାନଙ୍କୁ ଆଦି ବିଭକ୍ତ ସୂଚକ ଦ୍ୱାରା ବାକ୍ୟର ଅର୍ଥ ବ୍ୟାପ୍ତି ଘଟିଥାଏ। ପ୍ରଥମରୁ ସପ୍ତମ ଯାଏ 7 ପ୍ରକାର ବିଭକ୍ତି ବ୍ୟବହୃତ ହୁଏ। ଧାତୁ ବା କ୍ରିୟାମୂଳ ସହିତ ବିଭିନ୍ନ ପ୍ରତ୍ୟୟ ଯୋଗରେ ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ କୃଦନ୍ତ କୁହାଯାଏ। ଯଥା ପଠ ଯୁକ୍ତ କ ପାଠକ, ଖେଳ ଯୁକ୍ତ ଅଣା ଖେଳଣା। ସେହିପରି କ୍ରିୟା ବ୍ୟତୀତ ଅନ୍ୟ ଶବ୍ଦ ସହିତ ପ୍ରତ୍ୟୟ ସଂଯୋଗରେ ଗଠିତ ଶବ୍ଦକୁ ତଦ୍ଧିତ କୁହାଯାଏ। ଯଥା ଶିବ ଯୁକ୍ତ ଅଶୈବ, ଅଳସ ଯୁକ୍ତ ବା ଅଳସୁଆ। କୃଦନ୍ତ ଓ ତଥିତ ଦ୍ୱାରା ଭାଷାର ପ୍ରକାଶ କ୍ଷମତା ବୃଦ୍ଧି ପାଇଥାଏ। ଚାଲନ୍ତୁ ଏବେ ଆମେ କିଛି ସଂକ୍ଷିପ୍ତ ଧର୍ମୀ ପ୍ରଶ୍ନୋତ୍ତର ଗୁଡ଼ିକୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ରହିଛି, ହେ ଭଦ୍ର କ'ଣ କରୁଛ? ଏଠାରେ କେଉଁ ବିଭକ୍ତି ହୋଇଛି? ଅପସନ୍ ରହିଛି ସପ୍ତମୀ, ପ୍ରଥମା, ଷଷ୍ଠୀ, ଚତୁର୍ଥୀ। ଏହାର ସଠିକ୍ ଉତ୍ତର ହେଉଛି ପ୍ରଥମା। ପ୍ରଶ୍ନ ନମ୍ବର 2, କର୍ମ କାରକରେ କେଉଁ ବିଭକ୍ତି ହୁଏ? ଅପସନ୍ ରହିଛି ପ୍ରଥମ, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ। ଏହାର ସଠିକ୍ ଉତ୍ତର ହେଉଛି ଦ୍ୱିତୀୟା ବିଭକ୍ତି ହୁଏ। ପ୍ରଶ୍ନ ନମ୍ବର 3, ରୋଗୀଟି 10 ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିଲା। ରେଖାଙ୍କିତ ପଦ କେଉଁ ବିଭକ୍ତିର? ଅପସନ୍ ରହିଛି ପ୍ରଶ୍ନ ନମ୍ବର 3, ରୋଗୀଟି 10 ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିଲା। ରେଖାଙ୍କିତ ପଦ କେଉଁ ବିଭକ୍ତିର? ଅପସନ୍ ରହିଛି ଷଷ୍ଠୀ, ପଞ୍ଚମୀ, ତୃତୀୟା, ଦ୍ୱିତୀୟା। ଏହାର ସଠିକ୍ ଉତ୍ତର ହେଉଛି ଦ୍ୱିତୀୟ ବିଭକ୍ତି। ପ୍ରଶ୍ନ ନମ୍ବର 4, କେଉଁ ବାକ୍ୟଟି ଭାବେ ସପ୍ତମୀ ବିଭକ୍ତିର ଦୃଷ୍ଟାନ୍ତ? ଅପସନ୍ ରହିଛି ଘରର ଲୋକ ଅଡ଼ୁଆରେ ପକାଉଛନ୍ତି, ଛାତ୍ରମାନେ ରାଜନୀତିକୁ ମାନିବା ଉଚିତ, ସୂର୍ଯ୍ୟ ଉଇଁଲେ ପଦ୍ମ ଫୁଟେ, ଯିଏ ଯାହାର ସିଏ ତାହାର। ଏହାର ସଠିକ୍ ଉତ୍ତର ହେଉଛି ସୂର୍ଯ୍ୟ ଉଇଁଲେ ପଦ୍ମ ଫୁଟେ। ପ୍ରଶ୍ନ ନମ୍ବର 5, ଷଷ୍ଠୀ ବିଭକ୍ତି କେଉଁଠାରେ ହୁଏ? ଅପସନ୍ ରହିଛି କର୍ତ୍ତାକାରକ, କରଣକାରକ, ଅଧିକରଣ କାଳରେ, ସମ୍ବନ୍ଧ ପଦରେ। ଏହାର ସଠିକ୍ ଉତ୍ତର ହେଉଛି ସମ୍ବନ୍ଧ ପଦରେ। ପ୍ରଶ୍ନ ନମ୍ବର 6, କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଅ। ରେଖାଙ୍କିତ ପଦ କେଉଁ ବିଭକ୍ତିର? ଅପସନ୍ ରହିଛି ଚତୁର୍ଥୀ, ପଞ୍ଚମୀ, ଦ୍ୱିତୀୟା, ସପ୍ତମୀ। ଏହାର ସଠିକ୍ ଉତ୍ତର ହେଉଛି ଚତୁର୍ଥୀ। ପ୍ରଶ୍ନ ନମ୍ବର 7, ବିଭକ୍ତି କେତେ ପ୍ରକାର? ଅପସନ୍ ରହିଛି 8, 7, 5, 4। ଏହାର ସଠିକ୍ ଉତ୍ତର ହେଉଛି 7 ପ୍ରକାର। ପ୍ରଶ୍ନ ନମ୍ବର 8, କେଉଁ ବାକ୍ୟଟି ସପ୍ତମୀ ବିଭକ୍ତିର ଦୃଷ୍ଟାନ୍ତ? ଅପସନ୍ ରହିଛି ସ୍କୁଲକୁ ଯାଇଥିବା ପିଲା ଫେରି ନାହାନ୍ତି, ମାସମାନଙ୍କରେ ମାର୍ଗଶିର ଶ୍ରେଷ୍ଠ, ଆମର କଳିଗୋଳ ହୁଏ ନା, ତୁମ୍ଭକୁ ମୁଁ ଜାଣେ ନାହିଁ। ଏହାର ସଠିକ୍ ଉତ୍ତର ହେଉଛି ମାସମାନଙ୍କରେ ମାର୍ଗଶିର ଶ୍ରେଷ୍ଠ। ପ୍ରଶ୍ନ ନମ୍ବର 9, ଯାହାଦ୍ୱାରା ସଂଖ୍ୟା ଓ କାରକର ପ୍ରତୀତି ଜନ୍ମେ ତାକୁ କ'ଣ କୁହାଯାଏ? ଅପସନ୍ ରହିଛି ବିଭକ୍ତି, କୃଦନ୍ତ, ତଥିତ, ସମାସ। ଏହାର ସଠିକ୍ ଉତ୍ତର ହେଉଛି ବିଭକ୍ତି। ପ୍ରଶ୍ନ ନମ୍ବର 10, କ ସ୍ତମ୍ଭ ଓ ଖ ସ୍ତମ୍ଭ ମିଳାଅ। ଗାଈ ଦୁଧ ଭଲ, ଷଷ୍ଠୀ ବିଭକ୍ତି। ସେ ଘରେ ଘରେ ପରିଚିତ, ସପ୍ତମୀ ବିଭକ୍ତି। 10 ଟଙ୍କାରେ 2ଟା କଲମ, ଦ୍ୱିତୀୟ ବିଭକ୍ତି। ଲୋକେ କ'ଣ ବୋଲିବେ, ପ୍ରଥମା ବିଭକ୍ତ। ପ୍ରଶ୍ନ ନମ୍ବର 11, କାହା ସହିତ ପ୍ରତ୍ୟୟ ଯୋଗ ହେଲେ କୃଦନ୍ତ ପଦ ଗଠିତ ହୁଏ? ଅପସନ୍ ରହିଛି ସମାସ, ଶବ୍ଦ, ଅବ୍ୟୟ, ଧାତୁ। ଏହାର ସଠିକ୍ ଉତ୍ତର ହେଉଛି ଧାତୁ। ପ୍ରଶ୍ନ ନମ୍ବର 12, ଧାତୁ ଶବ୍ଦର ଅର୍ଥ କ'ଣ? ଅପସନ୍ ଅଛି ସନ୍ଧିମୂଳ, ବିଭକ୍ତିମୂଳ, କ୍ରିୟାମୂଳ, ବଚନମୂଳ। ଏହାର ସଠିକ୍ ଉତ୍ତର ହେଉଛି କ୍ରିୟାମୂଳ।
ପ୍ରଶ୍ନ ନମ୍ବର 13 କେଉଁଟି କୃଦନ୍ତ ପଦ? ଅପସନ୍ ରହିଛି ପାଟେଣୀ, ଜାଳେଣୀ, ଧବଣୀ, ମିତଣୀ। ଏହାର ସଠିକ୍ ଉତ୍ତର ହେଉଛି ଜାଳେଣୀ। ପ୍ରଶ୍ନ ନମ୍ବର 14 କର୍ତ୍ତବ୍ୟ ଶବ୍ଦ କେଉଁ ଧାତୁରୁ ନିଷ୍ପନ୍ନ? ଅପସନ୍ ରହିଛି କରଣ, କର୍ତ୍ତା, କର, କୃ। ଏହାର ସଠିକ୍ ଉତ୍ତର ହେଉଛି କୃ ଧାତୁ। ପ୍ରଶ୍ନ ନମ୍ବର 15 ଲେଖକ କୃଦନ୍ତ ପଦର କେଉଁ ବାଚ୍ୟ ହୁଏ? ଅପସନ୍ ରହିଛି କର୍ତ୍ତୃବାଚ୍ୟ, ସମ୍ପ୍ରଦାନ ବାଚ୍ୟ, କରଣ ବାଚ୍ୟ, ଭାବ ବାଚ୍ୟ। ଏହାର ସଠିକ୍ ଉତ୍ତର ହେଉଛି କର୍ତ୍ତୃବାଚ୍ୟ। ପ୍ରଶ୍ନ ନମ୍ବର 16 କେଉଁଟି କୃଦନ୍ତ ପଦ ନୁହେଁ? ଅପସନ୍ ରହିଛି ଦାତବ୍ୟ, ଭବ୍ୟ, ଗନ୍ତବ୍ୟ, ଶ୍ରବ୍ୟ। ଏହାର ସଠିକ୍ ଉତ୍ତର ହେଉଛି ଭବ୍ୟ। ପ୍ରଶ୍ନ ନମ୍ବର 17 ଆଳି ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦ କେଉଁଟି? ଅପସନ୍ ରହିଛି ବିକାଳି, କପାଳି, ଦୀପାଳି, ଭାଇଆଳି। ଏହାର ସଠିକ୍ ଉତ୍ତର ହେଉଛି ଭାଇଆଳି। ପ୍ରଶ୍ନ ନମ୍ବର 18 ନିନ୍ଦା ଶବ୍ଦଟି କିପରି ଗଠିତ ହୋଇଛି? ଅପସନ୍ ରହିଛି ନିନ୍ଦ ଯୁକ୍ତ ଆ, ନିନ୍ଦା ଯୁକ୍ତ ଆ, ନିନ୍ଦ ଯୁକ୍ତ ଇ, ନିନ୍ଦ ଯୁକ୍ତ ଅ। ଏହାର ସଠିକ୍ ଉତ୍ତର ହେଉଛି ନିନ୍ଦ ଯୁକ୍ତ ଅ। ପ୍ରଶ୍ନ ନମ୍ବର 19 ମୁନି ସହିତ ଅ ପ୍ରତ୍ୟୟ ଯୋଗରେ କେଉଁ ଶବ୍ଦ ନିଷ୍ପନ୍ନ ହୁଏ? ମନ, ମନ, ମୌନ, ମୁନି। ଏହାର ସଠିକ୍ ଉତ୍ତର ହେଉଛି ମୌନ। ପ୍ରଶ୍ନ ନମ୍ବର 20 କେଉଁଟି ଠିକ୍ ଶବ୍ଦ? ତେଜ୍ୟପତ୍ର, ତେଜପତ୍ର, ତ୍ୟାଜ୍ୟପତ୍ର, ତାଜ୍ୟପତ୍ର। ଏହାର ସଠିକ୍ ଉତ୍ତର ହେଉଛି ତ୍ୟାଜ୍ୟପତ୍ର। ପ୍ରଶ୍ନ ନମ୍ବର 21 କାହା ସହିତ ପ୍ରତ୍ୟୟ ଯୋଗରେ ତଥିତ ପଦ ଗଠିତ ହୁଏ? ଅପସନ୍ ରହିଛି ଧ୍ୱନି, ଶବ୍ଦ, ଧାତୁ, ଅକ୍ଷର। ଶବ୍ଦ ସହିତ ପ୍ରତ୍ୟୟ ଯୋଗରେ ତଥିତ ପଦ ଗଠିତ ହୁଏ ଶବ୍ଦ। ପ୍ରଶ୍ନ ନମ୍ବର 22 ପାଟବ ଶବ୍ଦ କିପରି ନିଷ୍ପନ୍ନ ହୋଇଛି? ଅପସନ୍ ରହିଛି ପାଯୁକ୍ତ ଆଟବ, ପାଟ ଯୁକ୍ତ ଅବ, ପଟୁ ଯୁକ୍ତ ଅବ, ପଟୁ ଯୁକ୍ତ ଅ। ଏହାର ସଠିକ୍ ଉତ୍ତର ହେଉଛି ପଟୁ ଯୁକ୍ତ ଅ। ପ୍ରଶ୍ନ ନମ୍ବର 23 କେଉଁଟି ଠିକ୍ ଶବ୍ଦ? ଅପସନ୍ ରହିଛି ବ୍ୟବହାରିକ, ବ୍ୟାବହାରିକ, ବାବହାରିକ, ବ୍ୟାବହାରିକ। ଏହାର ସଠିକ୍ ଉତ୍ତର ହେଉଛି ବ୍ୟାବହାରିକ। ପ୍ରଶ୍ନ ନମ୍ବର 24 କେଉଁଟି ଏକ ତଥିତ ପଦ? ଅପସନ୍ ରହିଛି ଦାଢ଼ିଆ, କାମୁଡ଼ା, ମାରଣା, ଚଳନ୍ତି। ଏହାର ସଠିକ୍ ଉତ୍ତର ହେଉଛି ଦାଢ଼ିଆ। ପ୍ରଶ୍ନ ନମ୍ବର 25 କେଉଁଟି ତଥିତ ପଦ ନୁହେଁ? ଅପସନ୍ ରହିଛି ପାଟରା, ପାନରା, ଚିହ୍ନରା, କାଚରା। ଏହାର ସଠିକ୍ ଉତ୍ତର ହେଉଛି ଚିହ୍ନରା। ପ୍ରଶ୍ନ ନମ୍ବର 26 କେଉଁଟି ଭୁଲ ଶବ୍ଦ? ଅପସନ୍ ରହିଛି ସୌଜନ୍ୟତା, ଭଦ୍ରତା, ଏକାଗ୍ରତା, ମଧୁରତା। ଏହାର ସଠିକ୍ ଉତ୍ତର ହେଉଛି ସୌଜନ୍ୟତା। ଏହାର ସଠିକ୍ ଉତ୍ତର ହେଉଛି ସୌଜନ୍ୟ। ପ୍ରଶ୍ନ ନମ୍ବର 27 ଗରିମା ଶବ୍ଦଟି କିପରି ନିଷ୍ପନ୍ନ ହୁଏ? ଅପସନ୍ ରହିଛି ଗରୁ ଯୁକ୍ତ ମା, ଗରି ଯୁକ୍ତ ଇମା, ଗରୁ ଯୁକ୍ତ ଇମା, ଗୁରୁ ଯୁକ୍ତ ଇମା। ଏହାର ସଠିକ୍ ଉତ୍ତର ହେଉଛି ଗୁରୁ ଯୁକ୍ତ ଇମା। ପ୍ରଶ୍ନ ନମ୍ବର 28 ଜାତ ବା ଜନ୍ମ ଅର୍ଥରେ ବ୍ୟବହୃତ ତଥିତ ପଦ କେଉଁଟି? ଅପସନ୍ ରହିଛି ଶୈବ, ମାଗଧ, ଦୈନିକ, ମର୍ତ୍ତ୍ୟ। ଏହାର ସଠିକ୍ ଉତ୍ତର ହେଉଛି ମାଗଧ। ପ୍ରଶ୍ନ ନମ୍ବର 29 ଆଳି ପ୍ରତ୍ୟୟ ଯୁକ୍ତ ତଥିତ ଶବ୍ଦ କେଉଁଟି? ଅପସନ୍ ରହିଛି ପଢ଼ାଳି, ଜଗାଳି, କଟାଳି, ଚୈତାଳି। ଏହାର ସଠିକ୍ ଉତ୍ତର ହେଉଛି ଚୈତାଳି।
ପ୍ରଶ୍ନ ନମ୍ବର 30 ଶୈଶବ ଶବ୍ଦଟିର ପ୍ରତ୍ୟୟ କ'ଣ? ଅପସନ୍ ରହିଛି ଅବ, ଶବ, ଅ, ବ। ଏହାର ସଠିକ୍ ଉତ୍ତର ହେଉଛି ଅ ପ୍ରତ୍ୟୟ।